ଜମିବାଡ଼ି ବିବାଦକୁ ନେଇ ତୁମୁଳ କାଣ୍ଡ। ଭାଇର ତଣ୍ଟି ଚିପି ମାରିଦେଲା ଭାଇ। ତିନି ଜଣଙ୍କୁ ଉଠାଇନେଲା ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହାକାଳପଡ଼ା ଥାନା ଅନ୍ତର୍ଗତ ବାରଡାଙ୍ଗ ଗ୍ରାମରେ ଘଟିଛି ରକ୍ତାକ୍ତ ଘଟଣା। ଭାଇ ଭାଇ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ଜମିଜମା ବିବାଦ ଶେଷରେ ଉଗ୍ରରୂପ ନେଇ ଜଣେ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଲିସ ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବାରଡାଙ୍ଗ ଗ୍ରାମର ଗୋଲେଖ ନାଉରୀ ଓ ତାଙ୍କ ବଡ଼ ଭାଇ ଅଭୟ ନାଉରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା। ଆଜି ଅପରାହ୍ନରେ ଗୋଲେଖ ନାଉରୀ ନିଜ ଜମିରେ ମାଟି ପକାଉଥିବା ସମୟରେ ଅଭୟ ନାଉରୀଙ୍କ ପରିବାର ଲୋକଙ୍କ ସହିତ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇ ମାରପିଟରେ ପରିଣତ ହୋଇଥିଲା। ଅଭିଯୋଗ ଅନୁସାରେ ଏହି ଘଟଣାରେ ଗୋଲେଖ ନାଉରୀଙ୍କୁ ମାଡ଼ ମାରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋଲେଖଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ମହାକାଳପଡ଼ା ଥାନା ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଅଭୟ ନାଉରୀଙ୍କ ପରିବାରର ତିନି ଜଣଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।